কিংবা ମାଡ଼ ଖାଇବ ଉଭୟଟା ହିଁ ଖରାପ, ତାହେଲେ ବି ଦଣ୍ଡନୀୟ ହବ। ଏମିତି ଗୋଟେ ପରିବାର ଭିତରେ ବି ମୋର ଜନ୍ମ। ଦ୍ୱିତୀୟବାର ମୁଁ ଯେତେବେଳେ ବହୁତ ଥର କହିଛି ସାର୍ମାନଙ୍କୁ, ମୁଁ ଦ୍ୱିତୀୟ ଶ୍ରେଣୀ ପଢ଼ିଲା ବେଳେ ମୋର ଜଣେ ସାର୍ ଯେତେବେଳେ ପଢ଼ଉଥିଲେ, ସେଟା ଥିଲା ଗୋଟେ ବିଷୟ ଗୋପବନ୍ଧୁଙ୍କ ଉପରେ, ଛୋଟ ବିଷୟ, ପ୍ରାୟ ସମସ୍ତେ ଜାଣିଛନ୍ତି। ହଇ ହୋ ଚିଙ୍ଗୁଡ଼ି କାହିଁ ଘୁଙ୍ଗୁଡ଼ି ମାରିବା କାହାକୁ ଖାଇ। ଗୋପବନ୍ଧୁଙ୍କର ଏଇ ଯେଉଁ ଗୀତ ଜିନିଷଟା ମୋତେ ଆମ ସାର୍ ପଢ଼େଇଲେ, ଚିତ୍ରଟା ଦେଖେଇଲେ, ଗୋପବନ୍ଧୁଙ୍କ ଆଖିରୁ ଲୁହ ଝରୁଛି। ଗୋଟେ 10-12 ବର୍ଷର ପିଲାଟା 80 ବର୍ଷର ପିଲା ଭଳି ଦେଖାଯାଉଛି, ବୁଢ଼ା ଦେଖାଯାଉଛି, ପେଟରେ ତାର ଦାନା ନାହିଁ, ଅସ୍ଥି ଚର୍ମସାର। ତାଙ୍କୁ ଏମିତି ଭାବରେ ଆଣିଛନ୍ତି, ଗୋପବନ୍ଧୁଙ୍କ ଖୋଲିରେ ତାକୁ ଖୁଆଉଛନ୍ତି, ତାଙ୍କ ଆଖିରୁ ଲୁହ ଝରୁଛି। ସେଇଦିନ ମୁଁ ଜାଣିଲି, ଛୋଟ ପିଲା ହେଲେ ବି ଗୋପବନ୍ଧୁ ଏଇଭଳି ବି ମଣିଷ ଅଛନ୍ତି, ଯେ ଗୋପବନ୍ଧୁ ଏମିତି ଜଣେ ମଣିଷ ଥିଲେ ଯେ ଯାହାର ଅନ୍ୟର ଦୁଃଖ ଜମା ସହି ପାରୁନଥିଲେ, ଆଖିରୁ ଲୁହ ବହୁଥିଲା, ସବୁ କିଛି ଦେବାରେ ସେ ହିଁ ତ୍ୟାଗ କରିବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ଏଇ ଶିକ୍ଷାଟା ମୁଁ ଦ୍ୱିତୀୟ ଶ୍ରେଣୀରେ ମୋ ଶିକ୍ଷକ ଦ୍ୱାରା ମୁଁ ଟିକେ ପ୍ରଭାବିତ ହେଇଥିଲି। ଗୋପବନ୍ଧୁଙ୍କ ଭଳି ଜଣେ ମଣିଷ ହେବା ଉଚିତ, ଟିକେ ମଞ୍ଜି କ୍ଷୁଦ୍ର ହେଇକିରି ମୁଣ୍ଡରେ ଥିଲା, ମସ୍ତିଷ୍କରେ ମୋର ପଶି ଯାଇଥିଲା। ଯେତେବେଳେ ଆମେ ସପ୍ତମ ଶ୍ରେଣୀରେ ପଢ଼ିଲୁ, ବନ୍ଦୀର ଆତ୍ମକଥା ତୀର୍ଥବାବୁ ସେଟା କିନ୍ତୁ ଗାଇକି କହୁଥିଲେ, ସେତେବେଳେ ଯୋଉ ସାର୍ ପଢ଼ଉଥିଲେ, ସେ ଇତିହାସ ପଢ଼ାନ୍ତି, ସାହିତ୍ୟ ପଢ଼ାନ୍ତି, ସେଇ ସାର୍ ବଞ୍ଚିଛନ୍ତି, ମୋତେ ବହୁତ ଅନ୍ଧ ଭାବରେ ଭଲ ପାଆନ୍ତି। ତାଙ୍କ ବିଷୟ ଗୁଡ଼ା ମୁଁ ବେଶୀ ଭଲ ପଢ଼େ, ବେଶୀ ଭଲ ପଢ଼େ। ତେଣୁ ସେତେବେଳେ ଯେଉଁ ବନ୍ଦୀର ଆତ୍ମକଥା କହିବାକୁ ଯାଇକିରି, ଏଇଟା କହିବାନି ବହୁତ ସମୟ ଲାଗିଯିବ, କାଟି ଦେଉଛି। ସେତେବେଳେ ମୋର ଆଉ ଟିକେ ଅଧିକ ଶକ୍ତି ଆସିଲା ଯେ ମୁଁ ଅନ୍ତତ ପକ୍ଷରେ ଗୋପବନ୍ଧୁ ଭଳି ମଣିଷଟେ ହେବା ଉଚିତ। ତାପରେ ଆସିଲା ହାଇସ୍କୁଲ। ତାପରେ କିନ୍ତୁ ମୋର ଗୋଟେ ଥିଲା, ମୁଁ ମାନେ ଏଇଟାକୁ କହନ୍ତି ପାଠ ପଢ଼ିକି ବଡ଼ ଚାକିରି କରିବି, OS IAS ପାଇବି, ଗୋଟେ ଏମିତି ନଥିଲା। ଆମେ ପାଠ ପଢ଼ିବୁ, ମଣିଷ ହେବୁ, ଗୁଣ ଚରିତ୍ର ଅଧିକାରୀ ହେବୁ, ସମାଜକୁ ଭଲ ପାଇବୁ, ଅନ୍ୟମାନଙ୍କୁ ସମ୍ମାନ ଦେବା, ସ୍ନେହ ଦେବା, ଭଲ ପାଇବା, এইটা ହିଁ ମୋର ଥିଲା ପ୍ରଥମ ମନ୍ତ୍ର। ମୁଁ ଯେ ପାଠ ପଢ଼ିବି, ଚାକିରି କରିବି, ଏଇଟା ହେଲା ସେକେଣ୍ଡାରୀ, ନଟ୍ ପ୍ରଥମ ନୁହେଁ, ଏବେ ବି ନୁହେଁ। ତାପରେ ଆମେ ଆସିଗଲୁ କଲେଜକୁ। ସେତେବେଳେ ସୁଭାଷ ଅଛନ୍ତି, ସେ ତ ଆମେ ତ ତାକୁ ମାନେ ଏମିତି ସାର୍ ଫା ନାହିଁ, ସେ ମୋତେ ବହୁତ ଭଲ ପାଆନ୍ତି, ମୁଁ ସାର୍ ଭାଇ ଭଳିଆ ଭଲ ପାଏ। ଆମେ ଗୋଟେ ବେଡ୍ରେ କହୁଥିଲେ ନା, ବେଡ୍ ସେଟା ବି ହେଉଥିଲା। ସେ ପୁରାପୁରି ମାନେ ପୁରାପୁରି ସାନ ଭାଇ। ଏବେ ବି ଆମ ଶରତ ବାବୁ ବି, ମାନେ ଶରତକୁ କେତେବେଳେ ଶରତ ବାବୁ କହେ, କିନ୍ତୁ ସୁବାସକୁ କେବେ ବାବୁ ବି କହେନି, ମାନେ ସିଧା ସୁବାସ ଡାକେ। ତାହେଲେ ଏଇଭଳି ପରିସ୍ଥିତି ଯେତେବେଳେ ଆସୁଛି, ଜୟରାଟ ସ୍କୁଲକୁ ମୋତେ ଆଣିବେ ଏଇ ଶରତ ଆଉ ସୁବାସ, ଏଇ ଦୁଇ ଜଣ ହେଉଛନ୍ତି ମୋର ପରମ ମିତ୍ର। ମାନେ ଜାଣିଛନ୍ତି ଯେ ଏଇ ଲୋକଟା ଯଦି ଥରେ ରାଜି ହେଇଯାଏ, ଥରେ ଯଦି ବୁଝିଯାଏ, ତାକୁ ଆଉ କେହି ଅଟକାଇ ପାରିବେନି। ଯୋଉଟା ଠିକ୍ ବୋଲି ବୁଝିଲା, ସେଟା ଜବରଦସ୍ତି ହିଁ ସେ ଶେଷ କରିବ। ସେଇଟା ସେମାନେ ଜାଣିପାରିଥିଲେ। ମୁଁ ତାଙ୍କୁ ବି କହିଲି, ଆରେ ମୋତେ କ'ଣ ଡାକୁଛ? ମୁଁ ତ ପାଠ ଚାକିରି କରାଇଲି, ପଢ଼ୁଥିଲି ପ୍ରାଇଭେଟ୍ରେ ଦେଇକିରି ବିଏ ଜାଗା ପଳେଇ ଯାଇଛି। କ'ଣଟା ମୁଁ ମାଷ୍ଟର ଜାଣିବିନି, ମୁଁ ଯିବିନି। ତେଣୁ ମୋତେ ଗୋଟେ କଥା ଫିରେଇକିରି କହିଲେ, ଜମା ଭାଇ ଭୟ କର ନାହିଁ, ତମେ ଚାଲ, ଆମର ପିଲାଙ୍କର ଷ୍ଟାଣ୍ଡାର୍ଡ ଯାହା, ତମେ ଭୁଲ ପଢ଼େଇଲେ ବି ସେ ବୁଝିପାରିବେନି, ଜାଣିପାରିବେନି, ତମେ ଚାଲ ସେଠି। ଫାର୍ଷ୍ଟ ଟାଇମ୍ ଆସିଲି, ଫେରେଇଦେଲି, ସେକେଣ୍ଡ ଟାଇମ୍ ଆସିଲି। ଆସିଲା ପରେ ଆମେ ଖାଲି ବାବୁଲି ସାର୍ଙ୍କୁ ଆମେ ମାନେ ଆଜ୍ଞା ବୋଲି ମୁଁ ଡାକେ, ଆଜ୍ଞା ବୋଲି ଡାକେ, ଆଉ ଅନ୍ୟମାନଙ୍କୁ ଆଜ୍ଞା ଫାଜ୍ଞା ନାହିଁ। ଆମେ ଗୋଟେ ପରିବାର ଭଳିଆ ଚଳୁଥିଲୁ। ତାକୁ ଟିକେ ଯେହେତୁ ଆମର ସିନିୟର ଥିଲେ, ତାଙ୍କୁ ଆଜ୍ଞା କହୁ, ଅନ୍ୟମାନଙ୍କୁ କେହି ନାହିଁ। ଆମେ ସମସ୍ତେ ପରସ୍ପର ଭାଇ, ଗୋଟେ ପରିବାର ଭଳିଆ ହିଁ ଚଳୁଥିଲୁ। ଏବେ ବି ଚଳୁଛୁ, ଏମିତି ନାହିଁ ଯେ ଘଟି ନାହିଁ। ତାହେଲେ ଏଇ ଯେଉଁ ଜିନିଷଟା ମୁଁ ଏଠିକି ଆସିଲି, ମୋତେ ବାବୁଲି ସାର୍ କହିଲେ ସଂସ୍କୃତ ସହିତ, ଆକ୍ଚୁଆଲି ମୁଁ ଆସିଥିଲି 1/8/1991 ଆସିଥିଲି। କିନ୍ତୁ 90ଟା ହେଉଛି ତୁମ ସାର୍ଟିଫିକେଟ୍ ଯୋଉଟା ଆପଏଣ୍ଟମେଣ୍ଟ ଅର୍ଡ଼ରରେ ଏଇଟା ଦିଆହେଇଛି ଆମକୁ। ତାହେଲେ ଏଇ ଯେଉଁ ଏତେ ଦିନ ଭିତରେ ଆମେ ଶିକ୍ଷକତା କଲୁ, ସେତେବେଳେ ମୁଁ ଦେଖିଲି ସତ୍ୟବାଦୀ ବନ ବିଦ୍ୟାଳୟ ପାଠ ମୁଁ ପଢ଼ଉଛି, ପୁଣି ମନେ ପଡ଼ୁଛନ୍ତି ଉତ୍କଳମଣି ଗୋପବନ୍ଧୁ, ଯାହାକୁ ମୁଁ ଦ୍ୱିତୀୟ ଶ୍ରେଣୀରୁ ଚିହ୍ନି ଆସିଛି। ତେଣୁ ସେତେବେଳେ ଯେଉଁ ନାଁ ଗୁଡ଼ାକ ଜାଣିଲି, ମାନେ ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ଆଉ ଜଣେ ଗୋଦାବରୀଶ ମହାପାତ୍ର ମିଶ୍ର, ଏଇମାନଙ୍କର ଯେଉଁ ଜୀବନ ଶୈଳୀଟା ମୋତେ ଆହୁରି ଟିକେ ରୁଧିବନ୍ତ କଲା। ଇଏ ତ ସବୁ ଅନମ୍ୟାରେଡ୍, ସବୁ ଡେଡିକେଟେଡଲି କାମ କରିଛନ୍ତି। ତାମାନେ ମୁଁ କହିଲି ଯେ ମୋତେ ଏଇଟାକୁ ହିଁ କରିବାକୁ ପଡ଼ିବ। ମୁଁ ଥରେ ଯୋଉଟା ବୁଝିଲି ଠିକ୍ ବୋଲି, ମୋତେ ଆଉ ବ୍ରହ୍ମାଣ୍ଡରେ ଦେବତା ବି ନାହାନ୍ତି, ମୋତେ ପାରିବେନି ବୁଝାଇ।
ଯିଏ କହିଲେ ବି ମାନିବିନି, ଏଟା ଠିକ୍ ବୁଝିଛି ମାନେ ତାହା କରିବି। ସେଇଟା ହିଁ ହେଇଗଲା, ରହିଲି, ସେଟା ହେଇଛି। ପିଲାମାନେ ସମସ୍ତେ କହିଛନ୍ତି ତା କିଛି ବଡ଼ କଥା ନାହିଁ, ଏଟା କର୍ତ୍ତବ୍ୟ ଦୃଷ୍ଟିରୁ ମୁଁ କରିଛି। କିନ୍ତୁ ୟାରି ଭିତରେ ମୁଁ ଯୋଉ ସମୟଟା କାଟିଲି, ଆଗେ ଜୟରାଟ ଗାଁର ପ୍ରତିଟି ଘରକୁ ଯାଏ, କୋଉଠି ବସିବି, କାହାକୁ ପଢ଼େଇବି, ମାନେ ଟ୍ୟୁସନ ପଇସା ଆସିବ ପକେଟରେ ଭରିବି ନୁହଁ, ମୁଁ ଯିବି ତାଙ୍କ ପରିବାରର ଗୋଟେ ସଭ୍ୟ ଭଳି ହେବି। ଏଟା ମୋର, ଆଉ ମୁଁ ବି ପ୍ରକୃତରେ ବି ସଭ୍ୟ ହୋଇଯାଇଛି। ଖାଲି ଆଗେ ଜୟରାଟ ହିଁ ସଭ୍ୟ ଥିଲି, ପରିବାରର ସଭ୍ୟ ଥିଲି। ବର୍ତ୍ତମାନ ତମର କରମଲକଟା, କଟପାଲି, ଭର୍ତ୍ତାପୁର, ଗରଗଡ଼ବାହାଳ, ଦାଦରପାଲି, ବାଲିଜେରେଙ୍ଗ, ତାଳପଦର ବ୍ରାହ୍ମଣୀପାଲି, ଚଟିଆମାଳ, ଦେବାଜୀପଡ଼ା, ଏବଂ ସମସ୍ତେ ମୋତେ ଜାଣନ୍ତି, ଛୋଟରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ। କାହିଁକି ହେଲି? ମୁଁ ଦେଖିଲି ମୋର ତ କେହି ନାହିଁ, ସମସ୍ତେ ଏମାନେ ମୋତେ ୟାଙ୍କ କଥା ବୁଝିବ, ସେମାନେ ମୋ କଥା ବୁଝିବେ। କିଛି ମୋର ଅଭାବ ନୁହେଁ, ଛୁଟି ହେଇଯାଏ, ଖରା ଛୁଟି 45 ଦିନ ହବ, ଖାଦ୍ୟ ଆସିବ, ଯୋଉଠୁ ହେଲେ ଆସିବ, ଅସୁବିଧା କିଛି ନଥିଲା। ଆଉ ବିଭୁକୁ ତ କହୁଛି, ସେ ମାମୁଁ ଡାକନ୍ତି, ମୁଁ ଆଜି ଭାବୁଥିଲି ମୋ ବାପ ଭଳିଆ, କ'ଣ ଖାଇବି, କ'ଣ ପିନ୍ଧିବି, କେମିତି ପିନ୍ଧିବି, ଆଜି ବି ସେ କାମଟା ସେ କରିଛନ୍ତି। ତେଣୁ ଏଇ ଉଦୟ କୁହନ୍ତୁ, ଦିলীପ କୁହନ୍ତୁ, ସାନ ଭାଇ, ଆଉ ବିଭୁ ଯେ ପ୍ରକୃତରେ ବାପ ଭଳିଆ, ମୁଁ ଯୋଉ ଛୁଆଟା, ଆଉ ସେ ମୋତେ ସେ ପିନ୍ଧାଇବେ, ଉଡ଼େଇବେ, ଖୁଆଇବେ। ତ ଏଇ ପରିବେଶରେ ଆମେ ରହିଛୁ, ଆଦର୍ଶକୁ ବୁଝିଥିଲୁ, କାମ ବି କରିଛୁ। କିନ୍ତୁ ଅବଲୀଳା କ୍ରମେ, ସମୟ ଅନୁକ୍ରମେ ମୁଁ ବୁଝିଲି ଗୋଟେ ପୁଣି ଆହୁରି ଗୋଟେ ବଡ଼ ଆଦର୍ଶ, ଯୋଉ ଆଦର୍ଶରେ ମୁଁ ଟିକେ ଟିକେ ପୁଣି ଅନୁପ୍ରାଣିତ ହେଲି। ସେଟା କହିଲି, ମୁଁ ସେଠୁ ହେଲି ଟିକେ ଆପଣମାନଙ୍କ ଦୃଷ୍ଟିରେ ଟିକେ ଭିନ୍ନ ମଣିଷ ହେଲି। କାରଣ ସେତେବେଳେ ଆମେ କିଛି ଆଧ୍ୟାତ୍ମିକ, କିଛି ପୂଜା, କିଛି ଦେବାଦେବୀ ମୁଁ ବୁଝେ କିଛି ନାହିଁ। ମୁଁ ବୁଝେ ମୋ ମା ହେଉଛି ପ୍ରଥମ ଦେବତା, ବାପ ହେଉଛି ଦ୍ୱିତୀୟ ଦେବତା, ଗୁରୁ ହେଉଛି ତୃତୀୟ ଦେବତା, ଆଉ ଯୋଉମାନଙ୍କ ସହିତ ବିଶ୍ୱସ୍ତ ସହିତ ବନ୍ଧୁତା କରିଛି ସେମାନେ 4 ଜଣ। ଏଇ 4 ଜଣ ପରେ ପୃଥିବୀରେ ମୋର ଆଉ କେହି ନାହାନ୍ତି। ୟା ଫଳରେ ମଝିରେ ମଝିରେ ଆମର ଟିକେ ଯୁକ୍ତି ହୁଏ। ମୁଁ କହିଲି ଯୋଉଟା ବିଜ୍ଞାନ ସତ୍ୟକୁ ଉଦ୍ଘାଟନ କରିଛି, ଇତିହାସ ପ୍ରମାଣ ଦେଖେଇଛି, ସେଇ କଥା ମୋତେ କୁହ, ବାକି କଥା କୁହ ନାହିଁ, ମୁଁ ଜମା କରିବିନି। କିନ୍ତୁ ମୋତେ ସମସ୍ତେ ଗ୍ଲାଡଲି ୱେଲକମ୍ କରନ୍ତି, ମୋତେ ବିରୋଧ କେହି କରନ୍ତି ନାହିଁ। ଆଜି ଏଇ ପରିବେଶରେ ଆଉ ବେଶୀ ସମୟ ଲମ୍ବେଇବି ନାହିଁ। ମୁଁ ଏଇ ଗୋଟେ କଥା କହିବି, ଆପଣମାନେ ଧ୍ୟାନ ଦେବେ, ମୋ ପ୍ରତି ଟିକେ ଦରକାର କହିଲେ କ୍ଷମା କରିବେ। ଯେ ଆପଣମାନେ ଜାଣନ୍ତି, ପରାଧୀନ ଭାରତବର୍ଷରେ ଥିଲେ ଜଣେ ରାଜସ୍ୱ ମନ୍ତ୍ରୀ, ସ୍ୱାଧୀନ ହେଲା ପରେ ଜଣେ ମୁଖ୍ୟମନ୍ତ୍ରୀ ହେଲେ ନବକୃଷ୍ଣ ଚୌଧୁରୀ। ସେତେବେଳେ ସ୍ୱାଧୀନତା ଲାଭ କରିଛି ଏଇ ସରକାର, ତାଙ୍କ ସରକାର, କୃଷକମାନଙ୍କର ଆନ୍ଦୋଳନ, ତାଙ୍କ ସରକାରର ପୋଲିସ ଗୁଳିରେ ନିହତ। ସେ ତ ମହାପୁରୁଷ, ଭାରି ଗୋଟେ ଭଲ ମଣିଷ। ସେ କହିଲେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି, ମୁଁ ଆଉ ରହିବି ନାହିଁ। ମୁଁ ଭାବୁଥିଲି ଇଂରେଜମାନେ ଆମର ଶତ୍ରୁ, ଇଂରେଜମାନେ କେବଳ ଭାରତୀୟମାନଙ୍କୁ ମାରନ୍ତି, କିନ୍ତୁ ଭାରତୀୟ ପୋଲିସ ଭାରତୀୟ କୃଷକକୁ ମାରିବ, ଏଟା ମୁଁ ସହିପାରିବିନି, ମୁଁ ଇସ୍ତଫା ଦେବି, ରେଜିଗ୍ନେସନ୍ ଦେଇଦେଲି। ତାପରେ ସବୁ କାର୍ଯ୍ୟକ୍ରମ ସରିଲା ପରେ ନବବାବୁ ଆଉ ତାଙ୍କ ସ୍ତ୍ରୀ ମାଳତୀ ଦେବୀ ବାହାରୁଛନ୍ତି, ସେ ପ୍ରତ୍ୟାବର୍ତ୍ତନ କରିବେ ଅନୁଗୁଳକୁ। ସେତେବେଳେ ତାଙ୍କର ଯୋଉ ଅଫିସିଆଲି ଗାଡ଼ି, ତାଙ୍କର ଯୋଉ ଅଫିସର ମାନେ କହୁଛନ୍ତି, ଆଜ୍ଞା ସାର୍ ଆମେ ଆପଣଙ୍କୁ ଆମ ଗାଡ଼ି ଛାଡ଼ିବୁ। କହିଲା ନା, ହେଇପାରିବନି, ତମ ଗାଡ଼ି କାହିଁକି ନେବ? ମୁଁ ମୁଖ୍ୟମନ୍ତ୍ରୀ ଥିଲି, ମୁଖ୍ୟମନ୍ତ୍ରୀ ପଦ ଚାଲି ଯାଇଛି, ମୁଁ ମୋ ଭାବରେ ଯିବି, ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ। ତେଣୁ ସେ ତାଙ୍କ ବ୍ୟାଗଟା ଧୋଇଲେ, ମାଳତୀ ଦେବୀ ତାଙ୍କର ଗଣ୍ଡିରେ ମୁଚଳି କ'ଣ ଧୋଇଲେ, ଚାଲି 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 ରେଲୱେ ଷ୍ଟେସନ ଭୁବନେଶ୍ୱର ପହଞ୍ଚିଲେ। ସେତେବେଳେ କାହାର ସାହାଯ୍ୟ ନେଇନାହାନ୍ତି। ସେଠୁ ଟ୍ରେନରେ ଚଢ଼ିଲେ, ଆସିଲେ ମେରାମଣ୍ଡଳୀ। ଏ ଅନୁଗୁଳ ଟ୍ରେନ୍ ଯାଏ ସେତେବେଳେ ନଥିଲା। ମେରାମଣ୍ଡଳୀରୁ ଗୋଟେ ବସ୍ରେ ଚଢ଼ିକି ଆସିଲେ ଅନୁଗୁଳ ବସ୍ ଷ୍ଟାଣ୍ଡ। ଏଇ ବସ୍ ଷ୍ଟାଣ୍ଡରୁ ଚାଲି ଚାଲି ଗଲେ ବାଜିରାଉତ ଛାତ୍ରାବାସ। ଏଡ଼େ ବଡ଼ ଲୋକ, କିଭଳି ମଣିଷ, ଯୋଉ ଭଳି ମଣିଷର ପ୍ରଭାବରେ ଆମେ ଟିକେ ଟିକେ ପ୍ରଭାବିତ ହେଇଛୁ ବୋଲି ଅନ୍ତତଃ ଏତିକି ଚିନ୍ତା କରୁଛୁ। ତାହେଲେ ଆପଣମାନେ ଯୋଉ କହିଛନ୍ତି, ନୋ ଡାଉଟ୍ ଆପଣଙ୍କ କଥା ରକ୍ଷା କରିବି। ବାବୁଲି ସାର୍ କହିଛନ୍ତି, ସାନ ଭାଇ ସୁବାସ ବି କହିଛନ୍ତି, ଏମିତି ସ୍ତରରୁ କିଛି କରିବି, କିନ୍ତୁ କିଛି ରହିବ, ମୋତେ ବି ଟିକେ ସାହାଯ୍ୟ କରନ୍ତୁ। ମୁଁ ଶିକ୍ଷକତା ସହିତ ଆଉ କିଛି ବଡ଼ କାମ କରିପାରିଲେ ଭଲ।
मोर बंधु हिसाब से तुम भी मो सहित आसब तुम नाटा मो स्कूल को किसी मोर सांगठनिक कम जदि पड़े मत निश्चित भाव में अनुगुल जिलार कौन ना कौन स्थान को जावाक पड़ो कारण मोर दायित्व गोटे किसी आसी जाइए संगठन हिसाब से जो दिन मोर सेमती काम नथिबो निश्चित भाव में स्कूल को आसबि पाठ पढ़ेबी पिला जमी नहीं तो आम गोटे गोटे परिवार जमी सभ्य अंतत पक्ष 5 वर्ष पर्यंत कि 4 वर्ष पर्यंत मु सेवा जोगेबी एठी अवहेला करी ना एपाई मत क्षमा करेंगे मो कथा भी शुणे आज एति आउ किसी अधिका कहबार मोर वक्तव्य को विराम देउछि। नमस्कार।